ବାଃ ବାଃ! ଏତେ ସୁନ୍ଦର ତରକାରୀ ସହିତ ଆଉ କିଛି ବି ଦରକାର ନାହିଁ। ଉଷୁନା ଭାତ ଦିଟା ଦରକାର, କାରଣ ଭାତ ସହିତ ହିଁ ମାଛ ଘାଣ୍ଟଟା ଜମିଥାଏ ଅଧିକ। ଆପଣମାନେ ଚିକେନ ମଟନକୁ ବି ସାଇଡ୍ କରିଦେବେ। ଏଇଟା ହେଉଛି ପଣସ ଆଉ ମାଛର ଗୋଟେ ଘାଣ୍ଟ। ଯଦି ଆପଣମାନେ ଖାଇନାହାନ୍ତି ତାହେଲେ ଏମିତି ଥରେ ନିଶ୍ଚୟ ଟ୍ରାଏ କରନ୍ତୁ। ପ୍ରଥମେ ପଣସକୁ କାଟିକି ଭଲ ଭାବରେ ସଫା କରି ନେଇଥିଲି। ତା ସହିତ କିଛି ଆଳୁ ମଧ୍ୟ ନେଇଥିଲି ଆଉ ଫୁଲକୋବି 4-5 ପାଖୁଡ଼ା। ତା ସହିତ ଏଠି ମସୁର ଡାଲି ଦେଇଥିଲି। ଗୋଟେ ଟମାଟୋ ଦେଇ ସିଝେଇ ସାଇଡ୍ କରିନେଲି। କଢ଼େଇରେ ତେଲ ଦେଇଥିଲି, ଅଳ୍ପ ଚିନି ଦେଇଥିଲି। ତାପରେ ଏଠି ଶୁଖିଲା ଲଙ୍କା ଦିଟା, ତେଜପତ୍ର ଦିଟା ଦେଇ ସାରିବା ପରେ ପଞ୍ଚ ଫୁଟଣ ଦେଇକି ଫୁଟିଯିବା ପରେ କାଟିକି ରଖିଥିବା ପିଆଜକୁ ଦେଇଥିଲି। ପିଆଜ ଭାଜି ହେଇଯିବା ପରେ ଏପଟେ ମୁଁ ଅଦା ଆଉ ରସୁଣର ପେଷ୍ଟ ଦେଇଥିଲି। ତାପରେ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ, କାଶ୍ମୀରୀ ଲଙ୍କା ଗୁଣ୍ଡ ଦେଇ ସାରିବା ପରେ ଭଲ ଭାବରେ ମସଲାକୁ କଷି ନେବା। ମସଲା ଭଲ ଭାବରେ କଷି ହେଇଗଲା ପରେ ଭାଜିକି ରଖିଥିବା ମାଛକୁ ଦେଇ ନେବା। ମାଛ ସହିତ ଭଲ ଭାବରେ ମସଲା କଷି ସାରିଲା ପରେ ସିଝେଇକି ଯେଉଁ ରଖିଥିଲେ ଡାଲିଟା ଦେଇକି ଗୋଳେଇ ଗାଳେଇ ଦେଇକି ଉପରେ ଆମର ଯଦି ଆପଣଙ୍କ ପାଖରେ ଥିବ ଧନିଆ ପତ୍ର ଦେଇଦେବେ। ରେଡ଼ି ହେଇଗଲା ପଣସ ଆଉ ମାଛର ଗୋଟେ ଟେଷ୍ଟି ବାଲା ଘାଣ୍ଟ। ଆପଣମାନେ ଏମିତି ଖାଆନ୍ତୁ, ଜଣଙ୍କର କ'ଣ 4 ଜଣଙ୍କର ବି ଭାତ ଫିନିଶ୍ କରିଦେବେ। ଏମିତି ଥରେ ନିଶ୍ଚୟ ଟ୍ରାଏ କରନ୍ତୁ।